ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କଲେ, ଦେଖ ବଡ଼ପଣ ରଚନା କରିଛନ୍ତି କବିବର ରାଧାନାଥ ରାୟ ଏବଂ ବଡ଼ପଣ ସମ୍ପର୍କରେ ଯଦି ଆମେ କହିବା, এই ବଡ଼ପଣ କବିତାଟି ବ୍ୟଙ୍ଗ କାବ୍ୟ, ବୁଝିପାରିଲା। ରାଧାନାଥ ରାୟଙ୍କର ବ୍ୟଙ୍ଗ କାବ୍ୟ ଦରବାରରୁ ସଂଗୃହୀତ। ଏବଂ ଏଠି କଣ କହିଥିଲେ ପିଲେ ଜାଣିଛ ନା? ବାରବାଟୀରେ 1896 ମସିହା, ସ୍କ୍ରିନ୍ କି ଦେଖ, 1896 ମସିହା, ବୁଝିପାରିଲା କଥା ମୁଁ କହୁଛି। 1896 ମସିହାରେ ବାରବାଟୀରେ ଗୋଟେ ଦରବାର ବସିଥିଲା। ଆଚ୍ଛା ପିଲେ ତମେ କହିବ ସାର୍ ଦରବାର କଣ ପାଇଁ ବସାଯାଏ? ଦେଖ ଦରବାର ସେତେବେଳେ ବସାଯାଇଥିଲା ଯେଉଁ ବିଭିନ୍ନ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ହେଉ, ସମାଜ କ୍ଷେତ୍ରରେ ହେଉ, ସଂସ୍କୃତି କ୍ଷେତ୍ରରେ ହେଉ, ଯିଏ ଭଲ କାମ କରନ୍ତି ତାଙ୍କୁ ଉପାଧି ଦେବା ପାଇଁ ଇଂରେଜ ସରକାର କଣ କରନ୍ତି ନା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ, ବୁଝିପାରିଲା, ଦରବାର ବସାନ୍ତି। ବୁଝିପାରୁଛ ନା ନାଇଁ? ଦରବାର ବସାଇ ସେଠି ସେଇ ଯୋଉ ମହାନ ବ୍ୟକ୍ତି ବିଶେଷଙ୍କୁ ଡାକି ତାଙ୍କୁ ଉପାଧି ଦିଅନ୍ତି। ବୁଝିପାରୁଛ ନା ନାଇଁ? ସେଇଭଳି ଭାବରେ ଗୋଟେ କଟକରେ 1896 ମସିହାରେ କଟକର ବାରବାଟୀ ଠାରେ ଗୋଟିଏ ଦରବାର ବସିଥିଲା ଏବଂ ସେଇ ଯୋଉ ଦରବାର ବସିଥିଲା, ଏବଂ ସେଇ ଯୋଉ ଦରବାରର ଲକ୍ଷ୍ୟ କଣ ଥିଲା? ଲକ୍ଷ୍ୟ ଥିଲା ଆମ ଓଡିଶାର, ଆମ ଉତ୍କଳ ମାଟିର ମହାନ ସନ୍ତାନ, ବୁଝିପାରିଲା, ଏବଂ ଆମ ଉତ୍କଳ ମାଟିର ଯେଉଁ ନର, କାହାକୁ ନା ରାଧାନାଥ ରାୟ, ବୁଝିପାରିଲା, ଏବଂ ପଠାଣି ସାମନ୍ତ, ବୁଝିପାରୁଛ ନା ନାଇଁ? ଆମେ ସମସ୍ତେ ଜାଣିଛେ ସାମନ୍ତ ଚନ୍ଦ୍ରଶେଖର, ବୁଝିପାରୁଛ ନା ନାଇଁ? ସିଂହ ମହାପାତ୍ର, ପଠାଣି ସାମନ୍ତ, ଯିଏ ତାଙ୍କୁ ଉପାଧି ଦେବାକୁ ବ୍ୟବସ୍ଥା କରାଯାଇଥିଲା, ବୁଝିପାରୁଛ ନା ନାଇଁ? ଏବଂ ପଠାଣି ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର ସାମନ୍ତକୁ ସମ୍ମାନିତ କରିବା ପାଇଁ କଟକର ଦରବାଟି ଦୁର୍ଗରେ ଗୋଟେ ଦରବାର ବସିଥିଲା, ବୁଝିପାରିଲା। ଏବଂ ସେଇ ଦରବାରକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା, ବୁଝିପାରୁଛ ନା ନାଇଁ? ତେଣୁ ସେଠି କିଏ କିଏ ଦରବାରକୁ ଯାଇଥିଲେ? କଟକ ଦରବାର ଦୁର୍ଗରେ ଯୋଉ ଦରବାର ବସିଥିଲା, ସେଇ ଦରବାରରେ ଓଡିଶାର ବିଭିନ୍ନ ଗଡଜାତର ରାଜା ମାନେ ଯାଇଥିଲେ, ଜମିଦାର ମାନେ ଯାଇଥିଲେ ଏବଂ ରାଜ କର୍ମଚାରୀ ମାନେ ମଧ୍ୟ ଯାଇଥିଲେ, ବ୍ରିଟିଶ ଅଫିସର୍ସ ମାନେ ମଧ୍ୟ ଯାଇଥିଲେ। ଏବଂ ବ୍ରିଟିଶ ଶାସନକୁ ସାହାଯ୍ୟକୁ ବିଭିନ୍ନ ଇଂରେଜ ଅଫିସର ମାନେ ମଧ୍ୟ ସେଠିକି ସବୁ ଯାଇଥିଲେ, ବୁଝିପାରୁଛ ନା ନାଇଁ? ଏବଂ ସେଇଠି ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ଥିଲେ କିଏ? କବିବର ରାଧାନାଥ ରାୟ, ବୁଝିପାରୁଛ ନା ନାଇଁ? କବିବର ରାଧାନାଥ ରାୟ ସେଠି ମଧ୍ୟ ଉପସ୍ଥିତ ଥିଲେ। ପରନ୍ତୁ ଘଟଣା କଣ ହେଇଛି ନା, ସେଇ ରାଜା ଓ ରାଜ କର୍ମଚାରୀ ମାନଙ୍କର ଅସରା ଅହଙ୍କାର କବିବର ରାଧାନାଥ ଅସହ୍ୟ ଅଛନ୍ତି, ବୁଝିପାରିଲା। ରାଧାନାଥ ରାୟ ଦେଖିଛନ୍ତି ଅସାର ଅହଙ୍କାର, ସମସ୍ତେ ଅହଙ୍କାର କରିଛନ୍ତି। ଯୋଉମାନେ ସବୁ ସେଇଠି ଯାଇଛନ୍ତି, ସେଠି କିଏ ଅଛି? ପୁଲିସ, ମୁଁ ବିନା ବେଗ ମୁଇ ଆସୁଛି ପାଳଇ, ବୁଝିପାରିଲା କଣ? ପୁଲିସ ହେଲା। ଏଇଭଳି ଭାବରେ କିଏ କହୁଛି ମୁଁ ବାଇକର ନାମ ଯୋଗୁ ରାଜା ବଞ୍ଚିଛନ୍ତି, ଏଇ ହସ୍ତରେ ମୁଁ ବହୁତ ମସ୍ତକ ଗଢାଇଛି। କିଏ କହୁଛି ମୁଁ, ହଁ ତୁ ବଡ, ମୁଁ ବି ସେଇଭଳି ବଡ, ସିଏ ହଉଛି ମୁଁ ବଡ, ଇଏ କହୁଛି ମୁଁ ବଡ, ସିଏ କହୁଛି ମୁଁ ବଡ, ମୋ ଆଗ ସିଟ ଦିଅ, ବୁଝିପାରିଲା, ମତେ ଆଗ ସିଟ ଦିଅ, ମତେ ପଛ ସିଟ ଦିଆଗଲା, ଇଏ କହୁଛି। ଏଇଭଳି ଭାବରେ ସେଠି କଣ ହେଇଛି ନା, ରାଜା ଆଉ ରାଜ କର୍ମଚାରୀ ମାନେ ଅସାର ଅହଙ୍କାର କରିଛନ୍ତି, ବୁଝିପାରୁଛନ୍ତି? ସେଠି ଅହଙ୍କାର ସମସ୍ତେ ଦେଖେଇଛନ୍ତି ଏବଂ ଯାହାକୁ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଦେଖେଇଛନ୍ତି କବିବର ରାଧାନାଥ ରାୟ, ଏବଂ କଟୁକ୍ତି ପ୍ରକାଶ କରିଛନ୍ତି, ସମାଲୋଚନା କରିଛନ୍ତି ଯେ ହେ ଏଠାରେ ଆସିକି ଅହଙ୍କାର ଦେଖେଇବା ଅହଂ ପ୍ରମତ ରାଜା ମାନେ
ତୁମେ ମାନେ ସବୁ ଭୁଲି ଯାଇଛ ତୁମେ ମାନେ କେଉଁ ବଂଶରେ ଜନ୍ମ ଲାଭ କରିଛ। ସାମାନ୍ୟ ଆସନ ପାଇଁ ବର୍ତ୍ତମାନ ଆପଣ ମାନେ କଣ କରୁଛନ୍ତି, ଲଢେଇ କରୁଛନ୍ତି ସାମାନ୍ୟ ଆସନ ପାଇଁ। ମାନେ ସେଇ ଯେଉଁ ଯଦି ଆମେ କହିବା ଯେଉଁ ଦରବାର ହୋଇଥିଲା ବା ବାରବାଟୀ ଦୁର୍ଗରେ ସେଠି ଦରବାରରେ ବିଭିନ୍ନ ପ୍ରକାର ଅଂଶଚିତ ଢଙ୍ଗରେ ସବୁ ଆସନ ପଡିଥିଲା, କିନ୍ତୁ ସେଇ ଆସନରେ ବସିବା ପାଇଁ ସେମାନେ ସବୁ କଣ କରୁଥିଲେ ନା ନିଜ ନିଜ ଭିତରେ ଅହଙ୍କାର ଦେଖାଉଥିଲେ। ନିଜ ନିଜକୁ ବଡ ବୋଲି କହୁଥିଲେ, ମୁଁ ବଡ ପାୟ ଆଡମ୍ବନା ଦେଖାଉଥିଲେ, ବୁଝିପାରିଲା, ଅଯଥା ଅହଙ୍କାର ଦେଖାଉଥିଲେ। ଏବଂ ଏଇ ଯେଉଁଥିରେ ବୁଢୀର ଏହି ସମାଜରେ ପରନ୍ତୁ ନିଜକୁ ପ୍ରତାପଶାଳୀ ବୁଲାଉଥିଲେ, ପରନ୍ତୁ ନିଜ ସ୍ୱାର୍ଥ ନେସିଦେଲେ। ତେଣୁ ରାଧାନାଥ ରାୟ ସେମାନଙ୍କୁ ସମାଲୋଚନା କରିବା ପାଇଁ ପଛରେ ନାହାନ୍ତି। ନିଜର ଶକ୍ତିଶାଳୀ ଦେଖେଇବା ବଳରେ ସେଇ ଅହଙ୍କାରୀ ମାନଙ୍କ ଉଦ୍ଦେଶ୍ୟରେ ମହାକାଳର ଦୂରତା ମହାକାଳ ମାଡ଼ି ଆସୁଛି, ଏଇ ଦରବାରରେ ନିଜର ଶ୍ରେଷ୍ଠତା ଦେଖାଇବା ଚେଷ୍ଟା କରୁଛନ୍ତି, ବୁଝିପାରିଲେ, ନିଜର ଅହଙ୍କାରକୁ ଦେଖାଇବା ଚେଷ୍ଟା କରୁଛନ୍ତି, ନିଜେ ଦୋଷ ମତକାରୀ ସାଜିଛନ୍ତି। ଇଂରେଜ ମାନଙ୍କୁ ତେଲ ମାଲିସ କରି ବିଭିନ୍ନ ଉପାଧି ଦେବା ପାଇଁ ବାଟ କରୁଛନ୍ତି। ରାଧାନାଥ ରାୟ ସେମାନଙ୍କୁ କହୁଛନ୍ତି ଯେ ଉପାଧି ପାଇବା ପାଇଁ କେତେ ତଳକୁ ତମେ ଖସି ଯାଇଛ ରେ, କୁକୁର ଭଳିଆ ଇଂରେଜ ମାନଙ୍କ ପଛରେ ଗୋଡେଇଛ। ଏଇଭଳି ଭାବରେ ରାଧାନାଥ ରାୟ ମଧ୍ୟ କହୁଛନ୍ତି ଯେ ତେଲ ମାଲିସ କରି ତୋଷାମତକାରୀ ଏବଂ ଅହଂକାର ଦେଖାଇ କଳେ ବଳେ କୌଶଳେ ଉପାଧି ପାଇବା ପାଇଁ ସମସ୍ତେ ଆସିକି ଏଠି ଉପସ୍ଥିତ ଅଛ, ନିଜେ ନିଜକୁ ଭୁଲି ଯାଇଛ ବଡପଣ କଣ ତାହା ସମସ୍ତେ ତ୍ୟାଗ କରିଛ। ତେଣୁ ଏଇ ଦରବାରରେ ସିନା ତମେ ମାନେ କଣ କରିବ, ଏ ଦରବାରରେ ସିନା ତମେ ଏଇଭଳି ଭାବରେ ତୋଷାମତ କରି କରି ତମେ ମାନେ କଣ କରିବ, ଉପାଧି ପାଇଯିବ। પરંતુ ସେଇ ଦରବାର କଥା ଯେତେବେଳେ ତମେ ମାନେ ଜମପୁରକୁ ଯିବ, ସେଇ ଦରବାରରେ ତୁମକୁ ସେଇ ଯେଉଁ କେଉଁ ଆସନ ମିଳିବ, ନିଜେ ଥରେ ଭାବିକି ଦେଖ। ଅହଙ୍କାର ଆସନ, ଅହମିକା ଅସରତା, ବୁଝିପାରିଲା, ଅହମିକା କିଛି ନୁହେଁ, ତାହା ଅସର। ଏବଂ ମଣିଷ ପଣିଆରେ ମହାନତା, ବୁଝିପାରିଲା, ମଣିଷ ପଣିଆରେ ମହାନତା ଭରି ରହିଛି ଏବଂ ମଣିଷ ପଣିଆ ହିଁ ସବୁ କିଛି ଏବଂ ଧର୍ମ ସବୁ କିଛି, ଧର୍ମର ଶ୍ରେଷ୍ଠତା ହିଁ ବିଷୟରେ ଏଠି କହିଛନ୍ତି। ଏବଂ ଧର୍ମ ପଥରେ ଜୀବନ ଯାପନ କରି ପ୍ରକୃତ ବଡପଣର ପରିଚୟ ଦେବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏଇ ଦରବାରରେ ହିଁ ଯେଉଁମାନେ ସବୁ ଥିଲେ, କିଏ ସବୁ ଥିଲେ, ନଗର ରକ୍ଷସୀ, କିଏ କହୁଛନ୍ତି ମୁଁ ଥିଲି, ଇଏ କହୁଛି, କିଏ କହୁଛି, ଇଏ କହୁଛି ମୁଁ ପୁଲିସ, ମତେ ଘଷିଟି ଦିଅ, ଇଏ କହୁଛି ମୁଁ ଡେପୁଟି ଅଛି, କଳା କୁ ଧଳା କରିପାରେ, କିଏ କହୁଛି ମୁଁ ଉଚ୍ଚ ବଂଶଜ, ଏବଂ କିଏ କହୁଛି ମୁଁ ରାଜାଙ୍କର କଣ ପାଇକର ନା। ଏଇଭଳି ଭାବରେ ସମସ୍ତେ ପରସ୍ପର ଭିତରେ କଣ ଚାଲିଛି, କଣ ପାଇକର ନା, ଏଇଭଳି ଭାବରେ ସମସ୍ତେ ପରସ୍ପର ଭିତରେ କଣ ଚାଲିଛି, ବଡ କିଏ ବଡ କହୁଛି ମୁଁ ବଡ, ଇଏ କହୁଛି ମୁଁ ବଡ, ଇଏ କହୁଛି ମୁଁ ବଡ, ସେ କହୁଛି ମୁଁ ବଡ, ମୁଁ ଏଠି ବସିବି, ମୁଁ ସେଠି ବସିବି, ମତେ ଆଗ ସେଇଠି ଦିଅ, ମୁଁ ତୋଠୁ ବଡ। କଣ, ପରନ୍ତୁ ରାଧାନାଥ ରାୟ କହୁଛନ୍ତି କେହି ବଡ ନୁହେଁ, ସବୁଠୁ ବଡ ହେଲା ମଣିଷ ପଣିଆ। ସବୁଠୁ ବଡ ପଣ କଣ, ସବୁଠୁ ବଡ ପଣ ହେଲା ଧର୍ମ। ସେଇଠି ହିଁ ବର୍ଣ୍ଣନା କରିଛନ୍ତି, ବୁଝିପାରୁଛ ନା। ତାହେଲେ ବର୍ତ୍ତମାନ ଆମେ ବଡପଣ କବିତା ଉପରକୁ ଫେରିଯିବା। ବଡପଣ କବିବର ରାଧାନାଥ ରାୟ କହୁଛନ୍ତି, ବଡପଣ କବିତାରେ କବିବର ରାଧାନାଥ କହିବାକୁ ଚାହୁଁଛନ୍ତି, ଦେଖିଲେ ବଡପଣ କବିବର ରାଧାନାଥ ରାୟ, ମନେ ନାହିଁ ତୁମେ କାହାର ସନ୍ତାନ, କେଶରୀ ଔରସରେ ତୁମେ ସିନା ଶ୍ୱାନ, ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗି ଖାଉଥିବ କେତେ କାଳ ପତି, ସେ ପ୍ରତିଷ୍ଠା ନିଜେ ତିଳେ ନ ବଢାଇ କରୁଥିବ ଆଉ କେତେ ତା ବଢାଇ, ଥିଲେ ଆଗ ଯେଉଁ ଉତ୍କଳର ସ୍ୱାମୀ ବହ୍ନି ଶାଖା ପରି ସଦା ଉର୍ଦ୍ଧ୍ୱଗାମୀ, ତୁମ୍ଭେ ହୋଇ ସେହି ବଂଶର ସୟତୀ ଜଳଧାରା ପରି ହେଲ ଅଧଗତି, ତୁମ୍ଭେ ପିତୃଗଣ ପରମ ଉଦାର, ରାଜ୍ୟ ମଣୁଥିଲେ ଏକ ପରିବାର। ତେଣୁ ଦେଖ ବିଲେ ଏଠି କହୁଛନ୍ତି ଯେ ଏ ଦରବାରରେ ଉପସ୍ଥିତ ଉଚ୍ଚ ବଂଶଜ, ଏଇ ଦରବାରରେ ଉପସ୍ଥିତ ପଦବୀ ଲାଳସା କରୁଥିବା ଉଚ୍ଚ ବଂଶଧାରୀ ରାଜା ଓ ଗଡଜାତ ରାଜା ଏବଂ ରାଜ କର୍ମଚାରୀ, ଉଚ୍ଚ ପଦସ୍ଥ ଅହମିକାଗ୍ରସ୍ତ ଇଂରେଜ କର୍ମଚାରୀ, ଅହଂପ୍ରମତ୍ତ ରାଜା ମାନେ, ତମେ ମାନେ ମନେ ନାହିଁ ତୁମେ କାହାର ସନ୍ତାନ, ବୁଝିପାରିଲା, ମନେ ନାହିଁ ତୁମେ କାହାର ସନ୍ତାନ,
ତୁମେ କାହାର ପୁଅ ବୋଲି ତୁମେ ଆଉ ମନେ ନାହିଁ। ଆଜି ତୁମେ ସିଟ୍ ପାଇଁ ମାଡ଼ଗୋଳ କରୁଛ। ମୁଁ ଆଗ ସିଟରେ ବସି ଇଏ କହୁଛି ତୁମକୁ ଗଦି ସିଟ୍ ଦିଆଯାଇଛି, ମତେ ପ୍ଲାଷ୍ଟିକ ସିଟ୍ ଦିଆଯାଇଛି, ଏଇଭଳି କହିକି କହୁଛ ମନେ ନାହିଁ ତୁମେ କାହାର ସନ୍ତାନ, ତୁମେ କାହାର ସନ୍ତାନ ମନେ ନାହିଁ ବୋଲି ଗଲାଣି। ଆରେ ମନେ ପକା, ତୁମେ କାହାର ସନ୍ତାନ? ତୁମେ ସେଇ ସୋମବଂଶୀ କେଶର ବଂଶର ସନ୍ତାନ, ତୁମେ ସେଇ ଗଙ୍ଗବଂଶୀ ସନ୍ତାନ, ତୁମେ ସେଇ ରାଜା କପିଳେନ୍ଦ୍ର ଦେବ ପ୍ରତାପ ରୁଦ୍ର ପୁରୁଷ ଦେବଦେବଙ୍କ ସନ୍ତାନ ମନେ ନାହିଁ। ତୁମେ ଜୟ ରାଜଗୁରୁଙ୍କ ବକ୍ସି ଜଗଗୁରୁଙ୍କ ସନ୍ତାନ ମନେ ନାହିଁ। ତୁମେ କାହାର ସନ୍ତାନ? ତୁମେ କାହାର ସନ୍ତାନ ଭୁଲିଗଲଣି, ନିଜକୁ ନିଜେ ଭୁଲି ଯାଇଛ, ନିଜକୁ ନିଜେ ଆଜି ଭୁଲି ଯାଇଛ। তুমি যে বংশରେ ଜନ୍ମଗ୍ରହଣ କରିଥିଲ, ତେଣୁ କେଶରୀ ଔରସେ ତମେ ସିନା ସ୍ୱର୍ଣ୍ଣ, ବୁଝିପାରିଲା? କେଶରୀର ଔରସରୁ ତୁମେ ଜନ୍ମ, କେଶରର ଔରସେ ହେଲେ ଔରସ କହିଲେ ପିତୃତ୍ୱ, ଯେଉଁ ଆମେ ଯୋଉ କହୁଛେ କେଶରୀ କହିଲେ ସିଂହ, ସିଂହର ଗର୍ଭରୁ ତମେ ଛୁଆ, ବୁଝିପାରିଲା? ତମେ ମାନେ ସବୁ ସିଂହ ଛୁଆ, ପରନ୍ତୁ ତମେ ମାନେ ଆଜି ସବୁ କଣ ହେଇଯାଇଛ? ସବୁ କୁକୁର ଭଳି ବ୍ୟବହାର କରୁଛ, ନିଜେ ସିଂହ ଛୁଆ ହେଇକି ତମେ ମାନେ ଆଜି ସିଂହ ଛୁଆ। ତୁମେ ତୁମେ ତୁମ୍ଭେ ସିନା ସ୍ୱର୍ଣ୍ଣ, ବୁଝିପାରିଲା? କେଶରୀ ଔରସରୁ ତୁମେ ମାନେ ସବୁ ଜନ୍ମ, କେଶରୀ ଔରସରୁ ତୁମେ ଜନ୍ମ ହେଲେ ମଧ୍ୟ ତୁମେ ମାନେ କଣ ହେବ? ତୁମେ ଆଜି ଶ୍ୱାନ ଗୋଟେ, ଆଜି ଗୋଟେ କୁକୁର। ଦେଖ କଟୁକ୍ତି ପ୍ରକାଶ କରୁଛନ୍ତି, ସମାଲୋଚନା କରୁଛନ୍ତି ଉଚ୍ଚ ବା ଅହମିକାଗ୍ରସ୍ତ ନାଗରିକ ମାନଙ୍କୁ ଆଜି ଏଠି କହୁଛନ୍ତି ବା ଯେ ତୁମ୍ଭର ମନେ ନାହିଁ ଆଜି କେବଳ ଏଇ ଆସନ ପାଇଁ ତୁମେମାନେ ପରସ୍ପର ଭିତରେ ବଡପଣ ଦେଖେଇବା ପାଇଁ ଯେ ଯୋଉ ଗଣ୍ଡଗୋଳ କରୁଛ ବା ଆମେ ଯଦି କହିବା ପାଟିତୁଣ୍ଡ କରୁଛ, ନାଇଁ ଆଜି ତୁମେ ଯୋଉ ପରସ୍ପର ଭିତରେ ମଧ୍ୟରେ ଏଇ ଯୋଉ କଳିକଜିଆ ଲଗାଉଛ, ମାନେ ଭୁଲିଗଲଣି ତୁମେ କାହାର ସନ୍ତାନ ବୋଲି। ତୁମେ ମାନେ ଭୁଲିଗଲଣି କେଶରୀ ଔରସରୁ ଜନ୍ମ ହେଇଛନ୍ତି, ପରନ୍ତୁ ତୁମ ବାପା ସିଂହ ହେଲେ କଣ ହେବ? ତୁମେ ସବୁ ଗୋଟେ ଶ୍ୱାନ, ଗୋଟେ କୁକୁର ପରି ତୁମର ବ୍ୟବହାର। ଏବଂ ଆଉ କଣ କହୁଛନ୍ତି? ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ, ବିକି ଭାଙ୍ଗୁଥବ ଆଉ କେତେ କାଳ, ବୁଝିପାରିଲା? ପୂର୍ବପୁରୁଷ ମାନେ ତୁମର ବାପା ଅଜା ମାନେ କଣ କରୁଛନ୍ତି? ତାଙ୍କର ପ୍ରତିଷ୍ଠା ବିଶାଳ, ତାଙ୍କର ପ୍ରତିଷ୍ଠା କହିଲେ ତାଙ୍କର ସମ୍ମାନ, ବୁଝିପାରିଲା? ତାଙ୍କର ମହନୀୟତା ବିଶାଳ। କପିଳେନ୍ଦ୍ର ଦେବଙ୍କର କଥା ମନେ ପକା, କେଉଁଠୁ ମାନେ ଗଙ୍ଗା ଠାରୁ ଗୋଦାବରୀ ଯାଏ ସେ ଜିତିଥିଲେ। ଜୟ ରାଜଗୁରୁ କଥା ମନେ ପକା। ବ୍ରିଟିଶ ସାମ୍ରାଜ୍ୟ ଆଗରେ ନିଜକୁ ମୁଣ୍ଡକୁ ନୁଆଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ମାନଙ୍କ ପ୍ରତିଷ୍ଠା ବିଶାଳ, ପରନ୍ତୁ ଆଜି ଆମେ ତାଙ୍କୁ କଣ କରୁଛେ? ବିକି ଭାଙ୍ଗି କେତେ ଖାଳ, ବୁଝିପାରିଲା? କବିର ରାଧାନାଥ କହୁଛନ୍ତି ପୂର୍ବ ପୁରୁଷ ମାନେ ନିଜର ପ୍ରତିଷ୍ଠାକୁ ବିଶାଳ, ପ୍ରତିଷ୍ଠାକୁ ବହୁତ ବଢେଇଥିଲେ, ପରନ୍ତୁ ତୁମେମାନେ ତାଙ୍କର ଔରସରୁ ସିନା ଜନ୍ମ ହେଇଛ, ତୁମେମାନେ ସିଂହ ଔରସରୁ କୁକୁର ଭଳି ଜନ୍ମ ହେଇଛ, ବୁଝିପାରିଲା? ପୂର୍ବ ପୁରୁଷ ମାନେ ଯୋଉ ପ୍ରତିଷ୍ଠା କରିଛନ୍ତି, ଯେଉଁ ପ୍ରତିଷ୍ଠା ବିଶାଳ ପ୍ରତିଷ୍ଠା କରିଛନ୍ତି, ତୁମେମାନେ ତ ନିଜେ ଆଉ କିଛି ଟିକେ ବଢେଇବ ନାହିଁ। ତୁମେମାନେ ତାକୁ କଣ କରୁଛ? ବିକି ଭାଙ୍ଗି ଆଜି ଖାଉଛ। କେତେ ଦିନ ଆଉ ଖାଉଥିବ ସେମିତି ବିକି ଭାଙ୍ଗି, ତାଙ୍କ ସମ୍ମାନକୁ ବିକି ଭାଙ୍ଗି ଖାଉଥିବ? ଦେନ୍ ଆଉ କଣ ଅଛି ଏସବୁ? ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ସେତିକି।